ଆଲୋଚନା କରିବା MOD 6 ବ୍ଲକ 4ର କିଛି ଇମ୍ପୋର୍ଟାଣ୍ଟ MCQ। ସଚ୍ଚିଦାନନ୍ଦ ରାଉତରାୟ କେଉଁ ସଂଘର ଓଡ଼ିଶା ଶାଖାର ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ? ଉତ୍ତର ନିଖିଳ ଭାରତୀୟ କୃଷକ ସଂଘ। ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାଗୁଡ଼ିକ କେଉଁ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା? ନବୀନ, ସହକାର, ଉତ୍କଳ ସାହିତ୍ୟ ଏହିସବୁ ପତ୍ରିକାରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାଗୁଡ଼ିକ ଆତ୍ମପ୍ରକାଶ କରିଥିଲା। କବି ସଚ୍ଚିଦାନନ୍ଦଙ୍କ ପଲ୍ଲୀ ଜୀବନର ଚିତ୍ରକୁ ନେଇ କ'ଣ ସବୁ ରଚନା ରହିଛି? ଉତ୍ତର ହେଲା ଚିତ୍ରଗ୍ରୀବ, ଉପନ୍ୟାସ, ପଲ୍ଲୀଶ୍ରୀ। ସଚ୍ଚିଦାନନ୍ଦ ରାଉତରାୟଙ୍କ ବାଜିରାଉତ କବିତା ପୁସ୍ତକ କେବେ ପ୍ରକାଶ ପାଇଥିଲା? 1938 ମସିହା। କେଉଁ ମସିହାରେ ଢେଙ୍କାନାଳର ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା? ଉତ୍ତର 1938 ମସିହା। ସଚ୍ଚିଦାନନ୍ଦ କେବେ ସହକାର ପତ୍ରିକାରେ ବାଜିରାଉତ କବିତା ପ୍ରକାଶ କରିଥିଲେ ଓ ଏହାର ଦ୍ୱିତୀୟ ସଂସ୍କରଣ କେବେ ପ୍ରକାଶ ପାଇଥିଲା? 1938 ମସିହାରେ ବାଜିରାଉତ ପତ୍ରିକାରେ ବାଜିରାଉତ କବିତାଟି ସହକାର ପତ୍ରିକାରେ କବି ସଚ୍ଚିଦାନନ୍ଦ ରାଉତରାୟ ପ୍ରକାଶ କରିଥିଲେ, ଯାହାକି ଏହାର ଦ୍ୱିତୀୟ ସଂସ୍କରଣ 1943 ମସିହାରେ ପ୍ରକାଶ ପାଇଥିଲା। ସେହିପରି ଆଉ ଏକ ପ୍ରଶ୍ନ, ସାମ୍ୟବାଦୀ ଚେତନାର ସର୍ବସମର୍ଥିତ ରଙ୍ଗ ତଥା ବିପ୍ଳବର ରଙ୍ଗ କ'ଣ? ଉତ୍ତର ହେଉଛି ଲାଲ ରଙ୍ଗ ବା ନାଲି। କାହାର ଦାର୍ଶନିକ ଚିନ୍ତାଧାରା ଦ୍ୱାରା କବି ଅନନ୍ତ ଚରଣ ପଟ୍ଟନାୟକ ପ୍ରଭାବିତ ହୋଇଥିଲେ? ନା ନବଯୁଗ ସାହିତ୍ୟର ପ୍ରତିଷ୍ଠାତା କବି ଭଗବତୀ ଚରଣ ପାଣିଗ୍ରାହୀଙ୍କ। କିଏ ଅନନ୍ତଙ୍କର ମାତା ପିତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ଦାୟିତ୍ୱକୁ ବହନ କରିଥିଲେ? ଉତ୍ତର ପିଉସା ସତ୍ୟବାଦୀ ଏବଂ ପିଉସୀ ବସନ୍ତ କୁମାରୀ। ଅନନ୍ତଙ୍କ ଦାଦାଙ୍କ ନାମ କ'ଣ ଥିଲା? ଉତ୍ତର ହେଲା କୃଷ୍ଣମୋହନ ପଟ୍ଟନାୟକ। ସେ ମଧ୍ୟ ଜଣେ ଜାତୀୟତାବାଦୀ କବି ଥିଲେ। ଅନନ୍ତ ପୁରୀରେ ପଢ଼ିବା ସମୟରେ ମୁରାରୀ ତ୍ରିପାଠୀ କେଉଁ ଅନୁଷ୍ଠାନ ଗଢ଼ିଥିଲେ? ପୁରୀ ସେବା ସମିତି। ଛାତ୍ର ଥିବା ସମୟରେ କାହାଙ୍କ ପ୍ରେରଣାରେ ଅନନ୍ତ ପ୍ରସିଦ୍ଧ ରଥଯାତ୍ରାରେ ସେବା କାର୍ଯ୍ୟ କରିଥିଲେ? ମୁରାରୀ ତ୍ରିପାଠୀ। ଶବ ସମ୍ମାନାର୍ଥେ ବିରାଟ ଯାତ୍ରାରେ କେଉଁ ପ୍ରମୁଖମାନେ ଯୋଗ ଦେଇଥିଲେ? ଅନନ୍ତ ପଟ୍ଟନାୟକ, ରବି ଘୋଷ, ମୋତିଲାଲ ତ୍ରିପାଠୀ, ଗୋବିନ୍ଦ ମହାନ୍ତି। ବାଜିରାଉତ କବିତାଟି କେଉଁ ନାମରେ ଏକ ଇଂରାଜୀ ଅନୁବାଦ ରହିଛି? ନା ଦି ବୋଟ୍ ମ୍ୟାନ୍ ବୟ ଆଣ୍ଡ ଦି ପୋଏମ୍ସ। ଅନନ୍ତ କାହା ଆହ୍ୱାନରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ? ଗାନ୍ଧିଜୀଙ୍କର। କେବେ ଅନନ୍ତ BA ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଆଇନ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ? 1935। ଅନନ୍ତ ପଟ୍ଟନାୟକ କେବେ ମୃତ୍ୟୁବରଣ କରିଥିଲେ? 1987 ମସିହା ଜୁନ 25 ତାରିଖ। ଲଙ୍ଗଳର ପଥରୋଧକ କିଏ? ପ୍ରସ୍ତର। ଶସ୍ୟର ସ୍ଥିତିରୋଧକ କିଏ? ପଙ୍ଗପାଳ। ଆତ୍ମାର କଣ୍ଠରୋଧକ କିଏ? ଆତତାୟୀ। ଅକ୍ରୂର ଉବାଚ କିଏ ରଚନା କରିଥିଲେ? ଗୁରୁପ୍ରସାଦ ମହାନ୍ତି। କବି ଗୁରୁପ୍ରସାଦ ମହାନ୍ତି କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? 1924 ମସିହା କଟକ ଜିଲ୍ଲାର ବାଗଲପୁର। ଗୁରୁପ୍ରସାଦଙ୍କ କବିତାଗୁଡ଼ିକ କ'ଣ କ'ଣ? ପ୍ରିୟ ବାନ୍ଧବୀ, ଆଖିର କପୋତ ମୋର, ଗୋବର ଗଣେଶ, ସୁନାର ଝରଣା, ଶରତ ଋତୁର ଜହ୍ନ, ଚମ୍ପା ଫୁଲ, ଚିଠି, ଅଳକା ସାନ୍ୟାଲ, ନିହିତ ଗୋଧୂଳି। କବି ଗୁରୁପ୍ରସାଦ ମହାନ୍ତି କେଉଁ ଇଂରାଜୀ କବିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ? T.S. ଏଲିୟଟ ଓ W.B. yeats। କାଳପୁରୁଷ କବିତା କେବେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? 1960 ମସିହାରେ ପ୍ରଜ୍ଞା ନାମକ ଏକ ପତ୍ରିକାରେ ପ୍ରକାଶ ପାଇଥିଲା। ଅକ୍ରୂର କାହାର ପ୍ରିୟ ଭକ୍ତ ଥିଲେ? ଶ୍ରୀକୃଷ୍ଣଙ୍କର। କଂସର ଷଡ଼ଯନ୍ତ୍ର କ୍ରମେ କାହାକୁ ଧନୁଯାତ୍ରାକୁ ଆମନ୍ତ୍ରିତ କରାଯାଇଥିଲା? କୃଷ୍ଣ ଓ ବଳରାମଙ୍କୁ। କେଉଁ ପରିପ୍ରେକ୍ଷୀରେ ଅକ୍ରୂର ଉବାଚ କବିତାଟି ପରିସମାପ୍ତି ଘଟିଛି? କାବ୍ୟପୁରୁଷର ମୁକ୍ତି କାମନା ଜନିତ ଅନୁଭବରେ ଅକ୍ରୂର କବିତାଟିର ପରିସମାପ୍ତି ଘଟିଛି। ନଈ ଆରପାରି ଏହି କବିତାର କବି କିଏ? ଭାନୁଜୀ ରାଓ। ସେହିପରି ଆଉ ଏକ ପ୍ରଶ୍ନ, ଭାନୁଜୀ ରାଓ କେଉଁ ସମୟର କବି ଥିଲେ? 1950 ମସିହା ପରବର୍ତ୍ତୀ କବି। ଭାନୁଜୀଙ୍କ ତୃତୀୟ କବିତା ଗ୍ରନ୍ଥ ପ୍ରକାଶ ବେଳକୁ କେତେ ବର୍ଷ ବୟସ ହୋଇଥିଲା? ତାଙ୍କୁ 68 ବର୍ଷ ବୟସ ହୋଇଥିଲା।
କାହାର ମିଶ୍ରିତ ରୂପ ବହନକାରୀ ନଈ ଆରପାରି କବିତା? ନା ନଦୀ, ନାରୀ ଓ ପ୍ରକୃତିର। ସେହିପରି ସପ୍ତଦଶ ଶତାବ୍ଦୀରେ କେଉଁ କାହାଣୀରୁ ରାଧା ଚରିତ୍ର ସୃଷ୍ଟିର ମୂଳ ଉତ୍ସ ବୋଲି ଗ୍ରହଣ କରାଯାଏ? ଗାଥା ସପ୍ତଶତୀ। କବି ରମାକାନ୍ତଙ୍କ ପ୍ରଥମ କବିତା ସଂକଳନ କ'ଣ? ଏହା କେବେ ପ୍ରକାଶିତ? ନା କବିତା ସଂକଳନଟିର ନାମ ହେଲା କେତେ ଦିନର। ଏହା 1962 ମସିହାରେ ପ୍ରକାଶ ପାଇଥିଲା। ରମାକାନ୍ତ ରଥଙ୍କ କବିତା ଗୁଡ଼ିକ କ'ଣ କ'ଣ ସବୁ? ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସୀମାନ୍ତ ବାସ, ସଚିତ୍ର ଅନ୍ଧାର, ଶ୍ରୀରାଧା, ଶ୍ରୀ ପଳାତକ, ଫେରି ଚାହିଁଲେ ଇତ୍ୟାଦି। ରମାକାନ୍ତଙ୍କର କେଉଁ ଦୁଇଟି ଦୀର୍ଘ କବିତା ଅନେକ କୋଠରୀ ନାମକ ସଂକଳନରେ ସ୍ଥାନିତ ହୋଇଥିଲା? ବାଘ ଶିକାର ଏବଂ ଅନନ୍ତ ଶୟନ। ରମାକାନ୍ତଙ୍କର ଶ୍ରୀରାଧାରେ କେତୋଟି କବିତାର ସମାହାର ଦେଖିବାକୁ ମିଳେ? 61ଟି କବିତାର। ସମୀକ୍ଷକମାନଙ୍କ ମତରେ ସୀତାକାନ୍ତ ମହାପାତ୍ର କେବେଠୁ ଲେଖାଲେଖି ଆରମ୍ଭ କରିଥିଲେ? 1959 ମସିହାରୁ। ସୀତାକାନ୍ତଙ୍କ 134ଟି କବିତାମାନ କେତେଗୋଟି ସଂକଳନରେ ପ୍ରକାଶ ପାଇଛି? 4 ଗୋଟି, ଯଥା ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ସମୁଦ୍ର। ସେହିପରି କେବେ ସୀତାକାନ୍ତଙ୍କର ଅଷ୍ଟପଦୀ ପ୍ରକାଶ ପାଇଥିଲା? 1967 ମସିହାରେ। ମାଟି ଓ ମଣିଷ କବିତାରେ କାହାର ବ୍ୟବହାର କରାଯାଇଛି? ଆଦି ଜନନୀ ଆର୍କିଟାଇପ୍ର ବ୍ୟବହାର କରାଯାଇଛି। ମାଟି ଓ ମଣିଷର ଥିମ୍ କ'ଣ ଅଟେ? ନା ମୃତ୍ୟୁ ଓ ପୁନର୍ଜନ୍ମ। କୁବ୍ଜି ବା କୁବ୍ଜା ପାଇଁ ଗୋଟିଏ ସଙ୍ଗୀତରେ କେଉଁ ମୌଳଗଳ୍ପ ବ୍ୟବହାର କରାଯାଇଛି? କୁବ୍ଜା ପାଇଁ ଗୋଟିଏ ସଙ୍ଗୀତରେ ଅଲୌକିକ ଶିଶୁ ଓ ବୀରଭ୍ରାତା ଆର୍କିଟାଇପ୍ର ବ୍ୟବହାର କରାଯାଇଛି। ସୀତାକାନ୍ତ କେଉଁଥିରୁ ମିଥ୍ ସଂଗ୍ରହ କରିଛନ୍ତି? ମହାଭାରତ ଏବଂ ଭାଗବତରୁ। ଧର୍ମବିଶ୍ୱାସ ଅନୁଯାୟୀ ପରମ ପୁରୁଷ ବିଷ୍ଣୁଙ୍କର ନିବାସସ୍ଥଳୀ କେଉଁଠି? ସମୁଦ୍ର। ସୀତାକାନ୍ତ ମହାପାତ୍ରଙ୍କ କବିତା ଗୁଡ଼ିକର ନାମ କ'ଣ? ଚିତ୍ର ନଦୀ, କାହାକୁ ପୁଛିବା କୁହ, ବର୍ଷା ସକାଳ, କପଟ ପାଶା, ଭାରତବର୍ଷ, ଆର ଦୃଶ୍ୟ, ଚଢ଼େଇରେ ତୁ କି ଜାଣୁ, ପଦଚିହ୍ନ, ପ୍ରଦକ୍ଷିଣ, ଛାତି ତଳ ଫରୁଆରେ କୁନି ସ୍ୱପ୍ନଟିଏ, ସମୟର ଶେଷ ନାମ, ଫେରି ଆସିବାର ବେଳ, ମୃତ୍ୟୁର ଅସୀମ ଧୈର୍ଯ୍ୟ, ସାରା ଜୀବନ ଲୋକଟା, କୁନି ଚଢ଼େଇ, ଭିନ୍ନ ଆକାଶ ଇତ୍ୟାଦି। ଭାରତବର୍ଷ କବିତାର ବର୍ଣ୍ଣନା କିପରି ରହିଛି? ନା ପ୍ରଥମ ଭାଗରେ ଭାରତର ଗ୍ରାମ୍ୟ ଜୀବନର ସ୍ମୃତି ଓ ସଂକେତ ବର୍ଣ୍ଣିତ। ଦ୍ୱିତୀୟ ଭାଗରେ ସୀତାକାନ୍ତଙ୍କର ନିଜ ଜନ୍ମମାଟି ପ୍ରତି ଅହେତୁକ ଶ୍ରଦ୍ଧା ଭାବନା ମଧ୍ୟ ପରିଲକ୍ଷିତ। ଭାରତବର୍ଷ ସଂକଳନଟି ଏପର୍ଯ୍ୟନ୍ତ କେଉଁ କେଉଁ ଭାଷାରେ ଅନୁବାଦ ହୋଇ ପ୍ରକାଶିତ ହୋଇସାରିଲାଣି? ଉତ୍ତର ହେଲା ହିନ୍ଦୀ ଭାଷା, ଇଂରାଜୀ, ପଞ୍ଜାବୀ ଓ ସଂସ୍କୃତ। କେବେ ସୀତାକାନ୍ତଙ୍କ ସମୁଦ୍ର ସଂକଳନ ପ୍ରକାଶ ପାଇଥିଲା? ସଂକଳନରେ କାହା ଉପରେ ସେ ଗୁରୁତ୍ୱ ଦେଇଛନ୍ତି? 1977 ମସିହାରେ କବି ସୀତାକାନ୍ତଙ୍କ ସମୁଦ୍ର ସଂକଳନ ପ୍ରକାଶ ପାଇଥିଲା। ଏଥିରେ ସେ ଭାରତୀୟ ଐତିହ୍ୟ ଓ ପୁରାଣ ବିଷୟରେ ବା ପୁରାଣକୁ କଳ୍ପନା ବିଷୟରେ ବର୍ଣ୍ଣନା କରିଛନ୍ତି। ପୁରାଣ କଳ୍ପନା ଆଦିକୁ ସେ ସ୍ଥାନ ଦେଇଛନ୍ତି। ସେହିପରି ଶବ୍ଦ ଆକାଶର କବିତା ଗୁଡ଼ିକୁ କବି ସୌରୀନ୍ଦ୍ର ବାରିକ କେତୋଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି ଓ କ'ଣ କ'ଣ? ନା 3ଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ପ୍ରଥମରେ ଜୀବନ ଓ ମୃତ୍ୟୁ ଚେତନା ରହିଛି। ଦ୍ୱିତୀୟରେ ସାମ୍ପ୍ରତିକ ଜୀବନଯାତ୍ରା ପ୍ରତି ସଚେତନତା ସୃଷ୍ଟି କରିବା ରହିଛି। ତୃତୀୟରେ ଇତିହାସ ଓ ସଂସ୍କୃତି ଆଧାରରେ ମଣିଷର ମୂଲ୍ୟାୟନ ହୋଇଛି। ସେହିପରି ଆଉ ଏକ ପ୍ରଶ୍ନ ହେଲା, ଶ୍ରୀରାଧାଙ୍କ ପ୍ରେମାନୁଭୂତି କେଉଁ ପ୍ରେମର ମିଶ୍ରିତ ଅନୁଭବ ଅଟେ? ଉତ୍ତର ହେଲା ଲୌକିକ ଏବଂ ଅଲୌକିକ। କବିତାର ବର୍ଣ୍ଣନା ଅନୁସାରେ ନଦୀରେ ଗାଧୋଇବା ସମୟରେ ଶ୍ରୀରାଧା ନିଜର କ'ଣ ଦେଖୁଛନ୍ତି? ଗୋଡ଼କୁ ଦେଖୁଛନ୍ତି। ଶ୍ରୀରାଧାର ଅନ୍ତଃସ୍ୱରରେ କାହାର ମୁଖ୍ୟ ଅନୁଭବ ରହିଛି? ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସମ୍ପର୍କ ଓ ତଜ୍ଜନିତ ମନସ୍ତାତ୍ତ୍ୱିକ ପ୍ରତିକ୍ରିୟା ରହିଛି।
ଏହିଭଳି ଭାବରେ କିଛି ଇମ୍ପୋର୍ଟାଣ୍ଟ MCQ ରହିଥିଲା। ଧନ୍ୟବାଦ।